ଜଳପରୀର ସୁନ୍ଦର ଦୁନିଆ। ସମୁଦ୍ର କୂଳରେ ଏକ ଛୋଟ ଗାଁ ଥିଲା, ଯେଉଁଠାରେ ମାୟା ନାମର ଏକ ସୁନ୍ଦର ଛୋଟ ଝିଅ ରହୁଥିଲା। ମାୟା ପ୍ରତିଦିନ ସମୁଦ୍ର କୂଳକୁ ଯାଇ ବସି ଲହରୀ ଶବ୍ଦ ଶୁଣି ଆନନ୍ଦ ଅନୁଭବ କରୁଥିଲା। ତାକୁ ସବୁବେଳେ ଲାଗୁଥିଲା ଯେ ଏହି ଗଭୀର ସମୁଦ୍ର ମଧ୍ୟରେ ଏକ ଅଲଗା ଦୁନିଆ ଲୁଚି ରହିଛି। ଏକ ଦିନ ସେ ଯେତେବେଳେ ସମୁଦ୍ର କୂଳରେ ବସିଥିଲା, ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା। ସେ ଦେଖିଲା ଏକ ସୁନ୍ଦର ଜଳପରୀ ଲହରୀ ମଧ୍ୟରୁ ବାହାରିଲା। ତାର ନାମ ରାଣୀ ଥିଲା। ତାର ଚମକୁଥିବା ଆଖି ମାୟାକୁ ଏମିତି ମୋହିତ କଲା ଯେ ତାର ସମସ୍ତ ଭୟ ଦୂରେଇ ଗଲା। ମାୟା ରାଣୀକୁ ଦେଖୁଥିଲା। ରାଣୀ ହସିଦେଇ କହିଲା, ଭୟ କରିବା ଦରକାର ନାହିଁ ମାୟା, ମୁଁ ତୁମର ସାଙ୍ଗ ହେବାକୁ ଚାହୁଁଛି। ମାୟା ପଚାରିଲା, ତୁମେ କିଏ ଏବଂ ତୁମେ ମୋର ନାମ କେମିତି ଜାଣିଲ? ରାଣୀ ହସି ଉତ୍ତର ଦେଲା, ମୁଁ ସମୁଦ୍ରର ରାଣୀ ଓ ପୁରା ସମୁଦ୍ର ମୋତେ ଜାଣିଛି। ମୁଁ ତୁମକୁ ଏହି ସମୁଦ୍ର କୂଳରେ ବସିଥିବାର ଦେଖିଛି, ଆଉ ତୁମକୁ ଜାଣିଛି ଏବଂ ତୁମର ମନରେ ଏହି ସମୁଦ୍ର ଗଭୀର ଜଗତକୁ ଜାଣିବାର ଇଚ୍ଛା ରହିଛି ବୋଲି ମଧ୍ୟ ଜାଣିଛି। ମାୟା କହିଲା, ମୁଁ ସମୁଦ୍ର ତଳର ଦୁନିଆକୁ ଦେଖିବାକୁ ଚାହୁଁଛି, କିନ୍ତୁ ତାହା କିପରି ସମ୍ଭବ? ତାପରେ ରାଣୀ ତାର ହାତକୁ ଧରି କହିଲା, ଯଦି ତୁମେ ମୋତେ ଭରସା କର, ତାହେଲେ ମୁଁ ତୁମକୁ ମୋର ଗୁପ୍ତ ଦୁନିଆକୁ ନେଇଯିବି। କିନ୍ତୁ ଏହା ଏକ ରହସ୍ୟ, ଯାହାକୁ କେବଳ ଭଲ ମିତ୍ରମାନେ ଦେଖିପାରିବେ। ମାୟା ଭୟରେ ମନକୁ ସାହସ କରି ପ୍ରଶ୍ନ କରିଲା, ମୁଁ କେମିତି ଜାଣିବି ଯେ ମୁଁ ସୁରକ୍ଷିତ ରହିବି? ରାଣୀ ତାର ଭୟକୁ ବୁଝି କହିଲା, ଯେତେବେଳେ ତୁମେ ଜଳ ଭିତରକୁ ଯିବ, ମୁଁ ସବୁବେଳେ ତୁମ ସାଙ୍ଗରେ ରହିବି। ଯଦି ତୁମକୁ ଡର ଲାଗିବ, ତାହେଲେ ତମେ ମୋର ହାତ ଧରିନେବ ଏବଂ ମୁଁ ତୁମକୁ ଉପରକୁ ନେଇ ଆସିବି। କେବଳ ତମେ ମୋ ଉପରେ ଭରସା ରଖ। ମାୟା ସାହସ କରି ରାଣୀର ହାତ ଧରିଲା ଓ ରାଣୀ ତାକୁ ଧୀରେ ଧୀରେ ସମୁଦ୍ର ଭିତରକୁ ନେଇଗଲା। ମାୟା ଦେଖିଲା ଯେ ସମୁଦ୍ର ଭିତରେ ଏକ ଅଦ୍ଭୁତ ଦୁନିଆ ଥିଲା। ରଙ୍ଗୀନ ମାଛ, ଚାନ୍ଦିନୀ ପରି ଚମକୁଥିବା ମଣି ଏବଂ ସୁନ୍ଦର ଶାମୁକା। ହଠାତ୍ ରାଣୀ ଏକ ଗୁପ୍ତ ନଗରୀ ଦିଗରେ ଇଙ୍ଗିତ କରି କହିଲା, ଦେଖ, ଏହା ଆମର ଗୁପ୍ତ ସଂସାର। ଏହାକୁ କେବଳ ଅଦ୍ଭୁତ ଦୁନିଆର ପ୍ରାଣୀମାନେ ଦେଖିପାରନ୍ତି। ଏଠାରେ ମୁଁ ଆଉ ମୋ ସାଙ୍ଗ ଜଳପରୀମାନେ ରୁହନ୍ତି। ଆମେ ମଣିଷ ରୂପ ନେଇ ଲୋକମାନଙ୍କ ସହ ମିଶି ରହୁ, କିନ୍ତୁ ଆମର ଏହି ଦୁନିଆକୁ ସମସ୍ତଙ୍କ ଠାରୁ ଲୁଚାଇ ରଖୁ। ମାୟା ଆଶ୍ଚର୍ଯ୍ୟରେ ଚାରିପାଖେ ଦେଖିଲା। ସେ ଦେଖିଲା ଯେ ଜଳପରୀମାନେ ମଧ୍ୟ ଖୁସି ଏବଂ ଜିଜ୍ଞାସୁ ଥିଲେ ଏବଂ ସେମାନଙ୍କ ମଧ୍ୟରୁ କିଛି ତାଙ୍କ ସହିତ ମିତ୍ରତା କରିବା ପାଇଁ ହାତ ବଢ଼ାଇଲେ। ମାୟା ପ୍ରଥମ ଥର ପାଇଁ ଜାଣିଲା ଯେ ପ୍ରକୃତ ବନ୍ଧୁତାରେ ସବୁବେଳେ ବିଶ୍ୱାସ ଓ ଭରସା ଥାଏ। ସେଇ ଅଦ୍ଭୁତ ଜଗତରେ ବୁଲିବା ବେଳେ ମାୟା ଏବଂ ରାଣୀଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ ଗଢ଼ି ଉଠିଲା। ରାଣୀ ମାୟାକୁ କହିଲେ, ଏହି ଗୁପ୍ତ ନଗରୀର ରହସ୍ୟ କେବଳ ତୁମ ଏବଂ ମୋ ମଧ୍ୟରେ ଅଛି। ମିତ୍ରତାରେ ବିଶ୍ୱାସ ସବୁଠାରୁ ବଡ଼ ଜିନିଷ ଏବଂ ଆଜି ତୁମେ ମୋ ଉପରେ ବିଶ୍ୱାସ କରି ଏହାକୁ ପ୍ରମାଣ କରିଦେଇଛ। ଏହି ଦୁନିଆର ସୌନ୍ଦର୍ଯ୍ୟ ଏବଂ ରହସ୍ୟ ସବୁବେଳେ ତୁମକୁ ପ୍ରେରଣା ଦେବ। ଯେତେବେଳେ ମାୟା ପାଣିରୁ ବାହାରିଲା, ତାର ହୃଦୟ ଖୁସିରେ ଭରିଗଲା। ସେ ରାଣୀଙ୍କୁ ଧନ୍ୟବାଦ ଦେଲା ଏବଂ ସେ ଏହି ଭିନ୍ନ ଦୁନିଆକୁ ସବୁବେଳେ ତାର ହୃଦୟରେ ସୁରକ୍ଷିତ ରଖିବା ପାଇଁ ପ୍ରତିଜ୍ଞା କଲା। ଶିକ୍ଷା, ଏହି କାହାଣୀ ଆମକୁ ଶିଖାଏ ଯେ ସତ ମିତ୍ରତାରେ ବିଶ୍ୱାସ ଏବଂ ବୁଝାମଣା ରହିବା ଆବଶ୍ୟକ ଏବଂ ଯଦି ଆମେ ଆମର ଭୟରୁ ମୁକ୍ତ ହେବାକୁ ସମର୍ଥ ହେବା, ତେବେ ଆମେ ଜୀବନରେ ଅଦ୍ଭୁତ ଅନୁଭବ ପାଇପାରିବା। ସାଙ୍ଗମାନେ, ମୁଁ ଆପଣମାନଙ୍କର ଝୁମି। ଆଗକୁ ନୂଆ ନୂଆ ଗପ ଓ ଭିଡ଼ିଓ ଦେଖିବା ପାଇଁ ଦୟାକରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।